ହିଂସା ଅହିଂସାରେ ପୁରା ପାଲିଛି ବାଂଲାଦେଶ। ହିନ୍ଦୁଙ୍କ ଉପରେ ଆଟାକ୍ ହେଉଛି। ହିନ୍ଦୁ ମନ୍ଦିର ଇସ୍କନ ମନ୍ଦିରକୁ ଭାଙ୍ଗିକି ଜାଳି ଦେଉଛନ୍ତି ବୋଲ୍ଡୋଜରରେ। ଇଏ ହିନ୍ଦୁମାନଙ୍କ ଉପରେ ବହୁତ ଅତ୍ୟାଚାର ହେଉଛି ଦେଖନ୍ତୁ। ହିନ୍ଦୁକୁ ମାରିକି ଟଙ୍ଗେଇ ଦେଉଛନ୍ତି, ହିନ୍ଦୁକୁ ମାରି ଜାଳି ଦେଉଛନ୍ତି। ହ୍ୟାଲୋ ଭାଇ, ଜୟ ଜଗନ୍ନାଥ। ମୁଁ ଆଜି କହୁଛି ଆମର ବାଂଲାଦେଶୀମାନେ ହିନ୍ଦୁ ଉପରେ ଏତେ ଅତ୍ୟାଚାର କରୁଥିଲେ ତ ଆପଣମାନେ ସବୁ ଦେଖୁଥିବେ। ଆଉ ମୁଁ କହୁଛି ଆମ ଓଡ଼ିଶାରେ ଯେତିକ ବାଂଲାଦେଶୀ ଅଛନ୍ତି ତାକୁ ଫେରିବାଲା ଅଛନ୍ତି ତାଙ୍କୁ ତୁରନ୍ତ କାଢ଼ନ୍ତୁ। ଆଉ ତାଙ୍କୁ ବିରୋଧ କରନ୍ତୁ, ଗାଁରେ ପଶାଇ ଦିଅନ୍ତୁନି। କାହିଁକିନା ଆମେମାନେ ଆମ ହିନ୍ଦୁକୁ ସେଠି ବହୁତ ଅତ୍ୟାଚାର କରୁଛନ୍ତି। ଆମେମାନେ ହିନ୍ଦୁ ସରଳ ବୋଲି। ଆଉ ମୁଁ କହୁଛି ସବୁ ହିନ୍ଦୁମାନେ ଏକ ହୁଅ। ଇଏ ତ କିଛି ହେଇନି, ଯେତିକ ବାଂଲାଦେଶୀ ଅଛି ବହୁତ ପାକିସ୍ତାନ ବି ଆସି କିଛି ରହିଲେଣି। ଆମ ହିନ୍ଦୁସ୍ତାନ ବା ଭାରତ ଉପରେ ବହୁତ ଆଗକୁ ବହୁତ ଭୟଙ୍କର ଏବିକା ଅତ୍ୟାଚାର କରିବେ, କାହିଁକିନା ତାଙ୍କର ମସଦ ସେଇଆ।